मोर प्रिय छात्र छात्री माने तुम मानक आज नूतन अध्याय को मु स्वागत जनाऊँगी। आज आम यही अध्याय तुम मान साहित्य बही थिबा आस उत्कल नामक कविताटी को पुंखानुपुंख भाव में आलोचना करवा। आज आम यही अध्याय तुम यही कविताटीर बा आस उत्कल नामक कविताटीर चतुर्थतम पद्यटी को विशेष भाव में विश्लेषण आकार में पुंखानुपुंख भाव में आलोचना करवा। यही अध्याय किपरि भाव में वीर पुरुष माने जो माने थिले आमर से माने तांकर किपरि रक्त बही तोषाड़ी नामक एक अंचल बा स्थान रे सेटा को आम आज विश्लेषण भाव में आलोचना करवा। तो आस आम एबे यही पद्यटी को पढ़िबा एवं या विषय जानिबा या विषय जानिबा। पिलामाने केमती अछ पिलामाने भल अछ? हाँ समस्ते भलरे रहिबो। चलो पिलामाने मु तुमको पूर्व आधारित किछि प्रश्न पचारुछि, तुमे तार ठीक उत्तर मते देबो। अच्छा कुह तो ओडिशार वीर योद्धा मानंकु कौन कुहा जाए? हाँ ठीक कहिल, ओडिशार वीर योद्धा मानंकु पाइक कुहा जाए। अच्छा एबे कुह तो पाइक विद्रोहर मुख्य नेता किए थिले? हाँ ठीक कहिल, पाइक विद्रोहर मुख्य नेता बक्सी जगबंधु थिले। एबे कुह पाइक माने केउ शासन विरुद्ध रे लड़ी थिले? हाँ ठीक कहिल पिले, पाइक माने इंग्रेज बा ब्रिटिश शासन विरुद्ध रे लड़ी थिले। एबे कुह पिला माने पाइक मानकर प्रधान अस्त्र कौन थिला? ठीक कहिल, पाइक मानकर प्रधान अस्त्र थिला खंडा। एबे कुह तो पाइक विद्रोह केबे आरंभ होइथिला? ठीक कहिल, पाइक विद्रोह 1817 मसीहारे आरंभ होइथिला। हाँ ठीक कहिल, पाइक विद्रोह 1817 मसीहारे आरंभ होइथिला। पिला माने ये चित्र रे तुमे कौन देखुछ कुह तो? हाँ ए चित्र रे देखुछ गोटे नई रक्तवर्ण होइछि। ये सही नई जेउठी दिने महासमर होइथिला आउ से नई रे वीर मानक रक्त रे लाल हो जाइथिला। पिला माने एबे आस काव्यांशटी को आवृत्ति करिबा। तोषाली प्रांतरे दिने बहिथिला, तोषाली प्रांतरे दिने बहिथिला, समरे वीरर रक्त नई, समरे वीरर रक्त नई, स्वाधीनता पाई प्राण देले जेते, स्वाधीनता पाई प्राण देले जेते, पचारिले माटी जीवत कही, पचारिले माटी जीवत कही, तोषाली प्रांतरे दिने बहिथिला, तोषाली प्रांतरे दिने बहिथिला, समरे वीरर रक्त नई, समरे वीरर रक्त नई, स्वाधीनता पाई
ପ୍ରାଣ ଦେଲେ ଯେତେ ସ୍ୱାଧୀନତା ପାଇଁ ପ୍ରାଣ ଦେଲେ ଯେତେ ପଚାରିଲେ ମାଟି ଯିବ ତ କହି ପଚାରିଲେ ମାଟି ଯିବ ତ କହି। ପିଲାମାନେ ଏ ସୁନ୍ଦର ପଦ୍ୟାଂଶଟିକୁ ତ ତମେ ଆବୃତ୍ତି କଲ। ଏବେ ଚାଲ ଏ ପଦ୍ୟାଂଶଟିର ଅର୍ଥ ଜାଣିବା। ତୋଷାଳୀ ପ୍ରାନ୍ତରେ ଦିନେ ବହିଥିଲା ସମରେ ବୀରର ରକତ ନଈ। ଆଉଥରେ କହୁଛି, ତୋଷାଳୀ ପ୍ରାନ୍ତରେ ଦିନେ ବହିଥିଲା ସମରେ ବୀରର ରକତ ନଈ। ଏହାର ଅର୍ଥ ହେଉଛି ତୋଷାଳୀ ବା ଆମ ପ୍ରାଚୀନ ଓଡ଼ିଶାର ଏକ ପ୍ରମୁଖ ଅଞ୍ଚଳ ଥିଲା। କବି ଏଠାରେ ଏହି ଐତିହାସିକ ଭୂମି ସମ୍ପର୍କରେ କହୁଛନ୍ତି। ସେ କହୁଛନ୍ତି ଏହି ତୋଷାଳୀ ଭୂମିରେ ଗୋଟିଏ ମହାସମର ହୋଇଥିଲା। ସେ ମହାସମରରେ ବୀରମାନଙ୍କର ରକତର ନଈ ବହି ଯାଇଥିଲା। ଏଇଠାରେ ସମରର ଅର୍ଥ ହେଉଛି ଯୁଦ୍ଧ। କବି ବର୍ଣ୍ଣନା କରିଛନ୍ତି ଯେ ଏହି ତୋଷାଳୀ ପ୍ରାନ୍ତରେ ଦିନେ ଏଭଳି ଭୟଙ୍କର ଯୁଦ୍ଧ ହୋଇଥିଲା ଯେଉଁଥିରେ ଅସଂଖ୍ୟ ବୀର ସୈନିକମାନଙ୍କର ବଳି ଏବଂ ସେମାନଙ୍କର ସାହସର ଦାନ ଯୋଗୁଁ ରକ୍ତର ନଦୀ ବହି ଯାଇଥିଲା। ସେହି ସମରଟି କ'ଣ ଥିଲା ଜାଣିଛ? ସେ ସମରଟି କଳିଙ୍ଗ ଯୁଦ୍ଧ ଥିଲା, ଯାହା ଖ୍ରୀଷ୍ଟପୂର୍ବ 261ରେ ହୋଇଥିଲା, ଯାହା ଏବେ ଆଧୁନିକ ଓଡ଼ିଶାର ଭୁବନେଶ୍ୱର ନିକଟସ୍ଥ ତୋଷାଳୀ ବା ଧଉଳି ଅଞ୍ଚଳରେ ସଂଘଟିତ ହୋଇଥିଲା। ପିଲାମାନେ, ତୁମେ ଦେଖୁଥିବା ଫଟୋ ଚିତ୍ର କାହାର କୁହ ତ? ଠିକ୍ କହିଲ। ଏ ଫଟୋ ଚିତ୍ରଟି ହେଉଛି ସମ୍ରାଟ ଅଶୋକଙ୍କର। ସେ ମଗଧର ସମ୍ରାଟ ଥିଲେ। ସେ ମୌର୍ଯ୍ୟ ଶାସନରେ ମହାନ ସମ୍ରାଟ ରୂପେ ସାରା ବିଶ୍ୱରେ ଜଣାଶୁଣା। ଏବେ ଦେଖ କଳିଙ୍ଗ ଯୁଦ୍ଧ କେତେ ଭୟାବହ ଥିଲା। ଏହି କଳିଙ୍ଗ ଯୁଦ୍ଧ ଭାରତ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା, ଯାହା ଖ୍ରୀଷ୍ଟପୂର୍ବ 261ରେ ଦୟାନଦୀ କୂଳରେ, ଯିଏ ଧଉଳି ପାହାଡ଼ ନିକଟରେ ଅଛି, ସେଠାରେ ଅନୁଷ୍ଠିତ ହୋଇଯାଇଥିଲା। ପିଲାମାନେ ଜାଣିଛ ଏହାର ଫଳାଫଳ କ'ଣ ହୋଇଥିଲା? ଏହାର ଫଳାଫଳ ହୋଇଥିଲା ମୌର୍ଯ୍ୟ ସାମ୍ରାଜ୍ୟର ବିଜୟ ଏବଂ ସେମାନେ କଳିଙ୍ଗ ବା ଆମ ପ୍ରିୟ ଓଡ଼ିଶାକୁ ଅକ୍ତିଆର କରିଥିଲେ। ପିଲାମାନେ ଜାଣିଛ ଏହି ଯୁଦ୍ଧର ଆଉ ଭଲ ଫଳାଫଳ କ'ଣ ହୋଇଥିଲା? ଏହି ଭୟଙ୍କର ରକ୍ତପାତ ଦେଖି ଅଶୋକଙ୍କର ହୃଦୟ ପରିବର୍ତ୍ତନ ହୋଇଥିଲା। ସେ ଯୁଦ୍ଧ ତ୍ୟାଗ କରି ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ଏବଂ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ। ଦେଖ ପିଲାମାନେ, ସେ ନଈଟି କିପରି ଲାଲ ହୋଇଯାଇଛି ବୀରମାନଙ୍କ ରକ୍ତରେ। ଏ ଯୁଦ୍ଧ ଏତେ ଭୟଙ୍କର ହୋଇଥିଲା ଯେ ଆମ କଳିଙ୍ଗର ବୀର ସୈନିକମାନଙ୍କ ରକ୍ତରେ ସେହି ନଦୀଟି ରକ୍ତର ନଦୀ ହୋଇଯାଇଥିଲା। ପିଲାମାନେ ଏବେ ଦ୍ୱିତୀୟ ପଦର ଅର୍ଥ ଜାଣିବା। ସ୍ୱାଧୀନତା ପାଇଁ ପ୍ରାଣ ଦେଲେ ଯେତେ ପଚାରିଲେ ମାଟି ଯିବ ତ କହି। ସ୍ୱାଧୀନତା ପାଇଁ ପ୍ରାଣ ଦେଲେ ଯେତେ ପଚାରିଲେ ମାଟି ଯିବ ତ କହି। ପିଲାମାନେ ଏହାର ଅର୍ଥ କ'ଣ କୁହ ତ? ଏହାର ଅର୍ଥ ହେଉଛି ଯେ ଆମ ଦେଶର ସ୍ୱାଧୀନତା ପାଇଁ ଅନେକ ବୀର ସନ୍ତାନ ନିଜର ଜୀବନ ବଳିଦାନ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ନାମ ହୁଏତ ଆମେ ଜାଣିନାହୁଁ, କିନ୍ତୁ ସେମାନେ ଯେଉଁ ମାଟିରେ ନିଜର ରକ୍ତ ଢାଳିଛନ୍ତି, ସେହି ମାଟି ସେମାନଙ୍କ ବୀରତ୍ୱର ସାକ୍ଷୀ ହୋଇ ରହିଛି। ପିଲାମାନେ ଏହି ପଦ୍ୟାଂଶଟିକୁ ତ ତମେ ଜାଣିଲ। ଏବେ ଆସ
କିଛି ପ୍ରଶ୍ନୋତ୍ତର କରିବା। ମୁଁ ତୁମକୁ ଯେଉଁ ବାକ୍ୟ ଗୁଡ଼ିକ ଶୁଣାଇବି ସେଗୁଡ଼ିକ ସତ ବା ମିଛ ତୁମେ ଚିହ୍ନଟ କରିବ। କୁହ, କବିତାରେ ତୋଷାଳୀ ପ୍ରାନ୍ତର କଥା ରହିଛି କି? ହଁ, ଠିକ୍ କହିଲ। କବିତାରେ ତୋଷାଳୀ ପ୍ରାନ୍ତର କଥା ରହିଛି। ଏବେ କୁହ, ବୀରମାନେ ଧନ ପାଇଁ ପ୍ରାଣବଳି ଦେଇଥିଲେ? ଠିକ୍ କହିଲ। ବୀରମାନେ ଧନ ପାଇଁ ପ୍ରାଣବଳି ଦେଇନଥିଲେ, ଏହା ମିଥ୍ୟା ଅଟେ। ଏବେ କୁହ, ସମରର ଅର୍ଥ କ'ଣ? ଏବେ କୁହ, ସମରର ଅର୍ଥ ଯୁଦ୍ଧ କି? ହଁ, ଠିକ୍ କହିଲ। ସମରର ଅର୍ଥ ହେଉଛି ଯୁଦ୍ଧ, ଏହା ସତ ଅଟେ। ଏବେ କୁହ, କବିତାରେ ବୀରମାନଙ୍କର ବଳିଦାନର କଥା ଅଛି କି? ହଁ, ଠିକ୍ କହିଲ। କବିତାରେ ବୀରମାନଙ୍କର ବଳିଦାନର କଥା ଅଛି, ଏହା ସତ ଅଟେ। କବିତାରେ ଦେଶପ୍ରେମର ଭାବ ଅଛି କି ନାହିଁ ପିଲାମାନେ କୁହ ତ? ହଁ ପିଲାମାନେ, ତୁମେ ଠିକ୍ କହିଲ। ଏହି ଉକ୍ତିଟି ମିଥ୍ୟା ଅଟେ। କବିତାରେ ଦେଶପ୍ରେମର ଭାବ ନାହିଁ। ପିଲାମାନେ, ଏବେ କୁହ ତ, କବିତାରେ ଦେଶପ୍ରେମର ଭାବ ନାହିଁ, ଏହା ସତ ନା ମିଛ? ଏହା ମିଛ ଅଟେ। ତୁମେ ଠିକ୍ କହିଲ। ପିଲାମାନେ, ତୁମେମାନେ ତ ଜାଣିଲ ତୋଷାଳୀ ପ୍ରାନ୍ତରେ କେତେ ଭୟଙ୍କର ଯୁଦ୍ଧ ହୋଇଥିଲା। ଏବେ ଆସ ଆମ ଓଡ଼ିଶା ମାନଚିତ୍ରରେ ଖୋର୍ଦ୍ଧା ଜିଲ୍ଲାକୁ ଏବଂ ଓଡ଼ିଶାକୁ ଭଲ ଭାବେ ଚିହ୍ନିବା। କୁହ ତ ପିଲାମାନେ, ଏ ମାନଚିତ୍ରଟି କାହାର? ପିଲାମାନେ ଠିକ୍ କହିଲ। ଏ ମାନଚିତ୍ରଟି ହେଉଛି ଆମ ପ୍ରିୟ ରାଜ୍ୟ ଓଡ଼ିଶାର। ପିଲାମାନେ, ଏହି ମାନଚିତ୍ରରେ ତୁମେ ଖୋର୍ଦ୍ଧା ଜିଲ୍ଲାକୁ ଚିହ୍ନାଇ ପାରିବ? ଦେଖ ପିଲାମାନେ, ଆମ ଖୋର୍ଦ୍ଧା ଜିଲ୍ଲାଟି ଓଡ଼ିଶାର କେଉଁ ସ୍ଥାନରେ ଅଛି? ଦେଖ ପିଲାମାନେ, ଆମ ଖୋର୍ଦ୍ଧା ଜିଲ୍ଲାଟି ଓଡ଼ିଶାର ପୂର୍ବ ଭାଗରେ ଅଛି। ଏବେ କୁହ, ଏଇ ଖୋର୍ଦ୍ଧା ଜିଲ୍ଲାରେ ଲାଗିକି ଯେଉଁ 4ଟି ଜିଲ୍ଲା ରହିଛି ସେଗୁଡ଼ିକର ନାମ କୁହ ତ? ହଁ, ଆମ ଖୋର୍ଦ୍ଧା ଜିଲ୍ଲାକୁ ଲାଗି ରହିଥିବା 4ଟି ଜିଲ୍ଲାର ନାମ ହେଉଛି କଟକ, ନୟାଗଡ଼, ପୁରୀ ଏବଂ ଗଞ୍ଜାମ। ପିଲାମାନେ, ମୁଁ ତୁମକୁ ଏବେ ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ଓ ଐତିହାସିକ ସ୍ଥଳର ଫଟୋ ଦେଖାଇବି। ତୁମେ ତାକୁ ଚିହ୍ନିବ ଓ କହିବ। ପ୍ରଥମ ଫଟୋ ଚିତ୍ରଟି କାହାର କୁହ ତ ପିଲାମାନେ? ତୁମେ ଠିକ୍ ଜାଣିଛ। ଏହି ପ୍ରଥମ ଫଟୋ ଚିତ୍ରଟି ହେଉଛି ଆମ ରାଜ୍ୟରେ ଥିବା ପ୍ରସିଦ୍ଧ ପକ୍ଷୀ ଅଭୟାରଣ୍ୟ, ଯାହା ଚିଲିକା ହ୍ରଦ ନାମରେ ଜଣାଶୁଣା। ଏହା ଏସିଆର ସର୍ବବୃହତ୍ ଲୁଣି ହ୍ରଦ ଭାବେ ମଧ୍ୟ ଜଣାଶୁଣା। ପିଲାମାନେ ଜାଣିଛ, ଏହି ଚିଲିକା ହ୍ରଦରେ ଶୀତଦିନେ ସୁଦୂର ସାଇବେରିଆରୁ ବହୁ ପକ୍ଷୀ ଖାଦ୍ୟ ଅନ୍ୱେଷଣରେ ଚାଲି ଆସନ୍ତି। ଏହି ଦ୍ୱିତୀୟ ଚିତ୍ରଟି କାହାର ପିଲାମାନେ କୁହ ତ?
ଠିକ୍ କହୁଛ। ଏ ଦ୍ୱିତୀୟ ଫଟୋଚିତ୍ରଟି ଆମ ରାଜ୍ୟରେ ଥିବା ବିଶିଷ୍ଟ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫାର। ଏହି ଦୁଇଟି ଗୁମ୍ଫା ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଅବସ୍ଥିତ। ଏହା ଜୈନ ଧର୍ମର ପ୍ରମୁଖ ପର୍ଯ୍ୟଟନ ଓ ଐତିହାସିକ ସ୍ଥଳୀ ଅଟେ। ଏବେ ଏହି ତୃତୀୟ ଫଟୋଚିତ୍ରଟି କେଉଁ ମନ୍ଦିରର କୁହ ତ? ଏହା ହେଉଛି ଲିଙ୍ଗରାଜ ମନ୍ଦିରର। ଏହି ଲିଙ୍ଗରାଜ ମନ୍ଦିର ଆମ ରାଜ୍ୟର ବିଶିଷ୍ଟ ଶୈବ ମନ୍ଦିର ଅଟେ। ଏହାକୁ ସୋମବଂଶୀ ରାଜା ଯଯାତି କେଶରୀ ନିର୍ମାଣ କରିଥିଲେ। ପିଲାମାନେ ଦେଖ, ଏହି ଚିତ୍ରରେ ଦୁଇଟି ପ୍ରାଣୀ ଜଳରେ କ୍ରୀଡ଼ା କରୁଛନ୍ତି। ତୁମେ ଏମାନଙ୍କୁ ଚିହ୍ନି କହିପାରିବ? ଠିକ୍ କହିଲ। ଏ ଦୁଇଟି ପ୍ରାଣୀ ହେଉଛନ୍ତି ଧଳା ବାଘ। ଆଉ ଏମାନେ ଯେଉଁଠାରେ ଜଳ କ୍ରୀଡ଼ା କରୁଛନ୍ତି ତାହା ହେଉଛି ଆମ ରାଜ୍ୟରେ ଥିବା ଏକମାତ୍ର ପ୍ରାଣୀ ଉଦ୍ୟାନ, ଯାହା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଭାବେ ଜଣାଶୁଣା। ଏହି ନନ୍ଦନକାନନ ପ୍ରାଣୀ ଉଦ୍ୟାନଟି 1960 ମସିହା 29 ଡିସେମ୍ବରରେ ପ୍ରତିଷ୍ଠା କରାଯାଇଥିଲା। ପିଲାମାନେ ଏହି ଦ୍ୱିତୀୟ ଚିତ୍ରରେ କେଉଁ ପର୍ଯ୍ୟଟନ ସ୍ଥଳୀ ଅଛି ତାର ନାମ କୁହ ତ? ଠିକ୍ କହିଲ। ଏହି ଦ୍ୱିତୀୟ ଚିତ୍ରଟି ହେଉଛି ଆମ ରାଜ୍ୟ ଭୁବନେଶ୍ୱରରେ ଥିବା ଧଉଳିଗିରିର। ଏହା ବୌଦ୍ଧ ଧର୍ମର ପ୍ରତୀକ ଏବଂ ଶାନ୍ତି ସ୍ତୂପ ରୂପେ ଜଣାଶୁଣା। ଏହା ଯେଉଁଠାରେ ଅବସ୍ଥିତ ଅଛି ସେଠାରେ ପୂର୍ବେ କଳିଙ୍ଗ ଯୁଦ୍ଧ ହୋଇଥିଲା। ଏହା ଆମକୁ ବିଶ୍ୱ ଶାନ୍ତିର ବାର୍ତ୍ତା ଦିଏ। ଏବେ ତୃତୀୟ ଚିତ୍ରରେ ଥିବା ମନ୍ଦିରର ନାମ ଜାଣିଛ? ଠିକ୍ କହିଲ। ଏ ତୃତୀୟ ଚିତ୍ରରେ ଥିବା ମନ୍ଦିରର ନାମ ରାଜାରାଣୀ ମନ୍ଦିର। ଏହା ଆମ ମନ୍ଦିର ମାଳିନୀ ସହର ଭୁବନେଶ୍ୱରରେ ତିଆରି ହୋଇଛି। ଏହାକୁ ଏକାଦଶ ଶତାବ୍ଦୀରେ ସୋମବଂଶୀ ରାଜାଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ଏହି ମନ୍ଦିର ଲାଲ ଓ ହଳଦିଆ ରଙ୍ଗର ପଥର ରାଜାରାଣିଆ ପଥର ଦ୍ୱାରା ନିର୍ମିତ ହୋଇଛି। ଏବେ ପିଲାମାନେ ଚାଲ, ମୁଁ କେତୋଟି ଶବ୍ଦ କହିବି ଆଉ ତୁମେ ସେଗୁଡ଼ିକର ଅର୍ଥ କହିବ। କୁହ, ସମରର ଅର୍ଥ କ'ଣ? ଠିକ୍ କହିଲ। ସମରର ଅର୍ଥ ହେଉଛି ଯୁଦ୍ଧ। ଏବେ କୁହ, ବୀରର ଅର୍ଥ କ'ଣ? ବୀରର ଅର୍ଥ ହେଉଛି ସାହସୀ ବ୍ୟକ୍ତି ବା ଯୋଦ୍ଧା। ଏବେ କହିଲ, ରକତର ଅର୍ଥ କ'ଣ? ଠିକ୍ କହିଲ। ରକତର ଅର୍ଥ ହେଉଛି ରକ୍ତ ବା ଲୋହିତ ତରଳ। ଏବେ କୁହ, ସ୍ୱାଧୀନତାର ଅର୍ଥ କ'ଣ? ସ୍ୱାଧୀନତାର ଅର୍ଥ ହେଉଛି ସ୍ୱତନ୍ତ୍ରତା ବା ଆଜାଦି। ଏବେ କୁହ, ପ୍ରାଣର ଅର୍ଥ କ'ଣ? ଠିକ୍ କହିଲ। ପ୍ରାଣର ଅର୍ଥ ହେଉଛି ଜୀବନ। ଏବେ କୁହ ତ, ମାଟିର ଅର୍ଥ କ'ଣ? ଠିକ୍ କହିଲ। ମାଟିର ଅର୍ଥ ହେଉଛି ଦେଶ ବା ଆମ ଜନ୍ମଭୂମି। ଏବେ କୁହ, ପ୍ରାନ୍ତର ଅର୍ଥ କ'ଣ? ପ୍ରାନ୍ତର ଅର୍ଥ ହେଉଛି ଅଞ୍ଚଳ ବା ଅଞ୍ଚଳର ଭାଗ। ଚାଲ ଆମେ ସେଇ ପଦ୍ୟାଂଶଟିକୁ ସମସ୍ତେ ମିଶି ଆବୃତ୍ତି କରିବା। ତୋଷାଳି ପ୍ରାନ୍ତରେ ଦିନେ ବହିଥିଲା, ତୋଷାଳି ପ୍ରାନ୍ତରେ ଦିନେ ବହିଥିଲା, ସମରେ ବୀରର ରକତ ନଈ, ସମରେ ବୀରର ରକତ ନଈ, ସ୍ୱାଧୀନତା ପାଇଁ ପ୍ରାଣ ଦେଲେ ଯେତେ, ସ୍ୱାଧୀନତା ପାଇଁ
ପ୍ରାଣ ଦେଲେ ଯେତେ ପଚାରିଲେ ମାଟି ଯିବ ତ କହି ପଚାରିଲେ ମାଟି ଯିବ ତ କହି ତୋ ଶାଳି ପ୍ରାନ୍ତରେ ଦିନେ ବହିଥିଲା ତୋ ଶାଳି ପ୍ରାନ୍ତରେ ଦିନେ ବହିଥିଲା ସମରେ ବୀରର ରକତ ନଈ ସମରେ ବୀରର ରକତ ନଈ ସ୍ୱାଧୀନତା ପାଇଁ ପ୍ରାଣ ଦେଲେ ଯେତେ ସ୍ୱାଧୀନତା ପାଇଁ ପ୍ରାଣ ଦେଲେ ଯେତେ ପଚାରିଲେ ମାଟି ଯିବ ତ କହି ପଚାରିଲେ ମାଟି ଯିବ ତ କହି। ପିଲାମାନେ ତମେ ସବୁ କେତେ ସୁନ୍ଦର ଭାବେ ଏ ପଦ୍ୟାଂଶଟିକୁ ଆବୃତ୍ତି କଲ। ପିଲାମାନେ ତୁମେମାନେ କେତେ ସୁନ୍ଦର ଭାବେ ଏ ପଦ୍ୟାଂଶଟିକୁ ଆବୃତ୍ତି କଲ। ପିଲାମାନେ ଏବେ ଚାଲ ତୁମେ ଏ ପଦ୍ୟାଂଶଟିରୁ କ'ଣ ମନେ ରଖିଛ କିଛି ସ୍ମୃତି ଖେଳ ଖେଳିବା। ପିଲାମାନେ କୁହ କବିତାର ପ୍ରଥମ ଶବ୍ଦ କ'ଣ ଥିଲା? ହଁ ଠିକ୍ କହିଲ, କବିତାର ପ୍ରଥମ ଶବ୍ଦ ତୋଷାଳି ଥିଲା। ଏବେ କୁହ କବିତାର ଶେଷ ଶବ୍ଦ କ'ଣ ଥିଲା? ଠିକ୍ କହିଲ, କବିତାର ଶେଷ ଶବ୍ଦ କହି ଥିଲା। ଏବେ କୁହ କବିତାରେ କେତୋଟି ଧାଡ଼ି ଅଛି? କବିତାରେ ମୋଟ 4ଟି ଧାଡ଼ି ଅଛି। ଏବେ କୁହ ସମରରେ କାହାର ରକତ ବହିଥିଲା? ହଁ ଠିକ୍ କହିଲ, ସମରରେ ବୀରଙ୍କ ରକ୍ତ ବହିଥିଲା। ଏବେ କୁହ କବିତାରେ ସ୍ୱାଧୀନତା ଶବ୍ଦ କେଉଁ ଧାଡ଼ିରେ ଅଛି? ହଁ ଠିକ୍ କହିଲ, କବିତାରେ ସ୍ୱାଧୀନତା ଶବ୍ଦ ତୃତୀୟ ଧାଡ଼ିରେ ଅଛି। ପିଲାମାନେ ତୁମେମାନେ ତ ପଦ୍ୟାଂଶଟିକୁ ଶୁଣିଲ, ଜାଣିଲ, ଆବୃତ୍ତି କଲ ଏବଂ ମନେ ରଖିଲ। ଏବେ ଏହାର ସାରାଂଶଟିକୁ ତୁମେ କୁହ ତ। ଠିକ୍ କହିଲ, ଏହି ପଦ୍ୟାଂଶଟି ଦେଶପ୍ରେମ ଏବଂ ଶହୀଦମାନଙ୍କ ପ୍ରତି ସମ୍ମାନର ଭାବନା ଜାଗ୍ରତ କରେ। ତୋଷାଳି ଭୂମିରେ ଦିନେ ଯୁଦ୍ଧ ସମୟରେ ବୀରମାନଙ୍କର ରକ୍ତ ନଦୀ ପରି ପ୍ରବାହିତ ହୋଇଥିଲା। ଯେତେ ସଂଗ୍ରାମୀ ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ସେମାନଙ୍କ କାହାଣୀ ଏଇ ମାଟି ହିଁ କହେ। ପିଲାମାନେ ମୁଁ ତୁମକୁ କିଛି କାମ ଦେଉଛି, ତାହାକୁ ତୁମେ ଘରେ ଅଭ୍ୟାସ କରିବ। ପ୍ରଥମ ପ୍ରଶ୍ନ ହେଉଛି ତୋଷାଳି ପ୍ରାନ୍ତରେ ବୀରର ରକତ ନଈ ବହିବା, ଏହାର ଅର୍ଥ କ'ଣ? ଦ୍ୱିତୀୟ ପ୍ରଶ୍ନ ହେଉଛି କବିତା ଅନୁଯାୟୀ ସ୍ୱାଧୀନତା ପାଇଁ ପ୍ରାଣ ଦେଇଥିବା ବୀରମାନଙ୍କ ବଳିଦାନକୁ ମାଟି କିପରି କହିବ, ଏହାର ତାତ୍ପର୍ଯ୍ୟ ବୁଝାଅ। ତୃତୀୟ ପ୍ରଶ୍ନଟି ହେଉଛି କବିତାରୁ ନିମ୍ନଲିଖିତ ଶବ୍ଦଗୁଡ଼ିକର ସମାର୍ଥକ ଶବ୍ଦ ଖୋଜିବ ଏବଂ ଲେଖିବ। ଶବ୍ଦଗୁଡ଼ିକ ହେଉଛି ଯୁଦ୍ଧ, ରକ୍ତ, ଭୂମି। ଚତୁର୍ଥ ପ୍ରଶ୍ନ ହେଉଛି ସମ୍ରାଟ ଅଶୋକଙ୍କର ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହେବାର କାରଣ କ'ଣ? ଖୁସିରେ ଶିଖିବା ସମସ୍ତଙ୍କ ଅଧିକାର। ନମସ୍କାର।